ଆପଣ ଜାଣିଛନ୍ତି କି ଝାରସୁଗୁଡ଼ାରେ ମଧ୍ୟ ଏକ ଉଷ୍ଣ ପ୍ରସ୍ରବଣ ଅଛି? ଆମ୍ଭେମାନେ ତ ସମସ୍ତେ ଗଞ୍ଜାମ ଜିଲ୍ଲାର ତପ୍ତପାନି ଏବଂ ଖୋର୍ଦ୍ଧା ଜିଲ୍ଲାର ଅଡ୍ରି ଉଷ୍ଣ ପ୍ରସ୍ରବଣ ବିଷୟରେ ଜାଣିଛେ। ଆମ ଝାରସୁଗୁଡ଼ା ଜିଲ୍ଲା ଭିତରେ ଥିବା ଏହି ଉଷ୍ଣ ପ୍ରସ୍ରବଣକୁ ବହୁତ କମ୍ ଲୋକ ଜାଣିଛନ୍ତି। ଏହି ଛୋଟ ଉଷ୍ଣ ପ୍ରସ୍ରବଣଟି ଲଖନପୁର ବ୍ଲକର ବେହେରାଗୁଡ଼ା ଛକ ପାଖରେ ଅଛି। ଲୋକମାନଙ୍କ କହିବା ଅନୁସାରେ ବହୁତ ବର୍ଷ ପୂର୍ବେ ଏହି ସ୍ଥାନରେ କୋଇଲାର ସନ୍ଧାନ ପାଇଁ ଏକ ବ୍ଲାଷ୍ଟ କରାଯାଇଥିଲା। ସେହି ବ୍ଲାଷ୍ଟର ଫଳସ୍ୱରୂପ ଏହି ଉଷ୍ଣ ପ୍ରସ୍ରବଣର ସୃଷ୍ଟି ହୋଇଛି। ଉଷ୍ଣ ପ୍ରସ୍ରବଣର ଏହି ପାଣିକୁ ପାଣି ପମ୍ପ ଲଗାଇକି ଏହାର ପାଣିକୁ ଲଖନପୁରକୁ ଯୋଗାଇ ଦିଆଯାଉଛି। ସେହି ସମୟରେ ବହୁତ ପରିମାଣରେ ଉଷ୍ଣ ପାଣି ଉପରକୁ ବାହାରୁଥିଲା, କିନ୍ତୁ ଏବେ ଏଠିକାର ଜଳସ୍ରୋତ କମିବା ଯୋଗୁଁ ବହୁତ କମ୍ ମାତ୍ରାରେ ଉଷ୍ଣ ପାଣି ବାହାରକୁ ବାହାରି ପାରୁଛି। କୋଇଲା ବ୍ଲାଷ୍ଟର ବହୁତ ବର୍ଷ ପରେ ମଧ୍ୟ ଏଠି ଉଷ୍ଣ ପାଣି ଉପରକୁ ବାହାରୁଥିଲା। କାଳକ୍ରମେ ସରକାରଙ୍କ ନଜର ଏହା ଉପରେ ପଡ଼ିବା ପରେ ଏଠି ଏକ ପମ୍ପ ହାଉସର ନିର୍ମାଣ କରାଯାଇଛି। ଲୋକମାନଙ୍କ ଅନୁସାରେ ଏହି ଉଷ୍ଣ ପ୍ରସ୍ରବଣ ପାଣିରେ ଗାଧୋଇଲେ ବିଭିନ୍ନ ପ୍ରକାର ଚର୍ମ ରୋଗରୁ ଉପଚାର ମିଳିଥାଏ। କୌଣସି କାରଣରୁ ଭୂପୃଷ୍ଠରେ ଫାଟ ସୃଷ୍ଟି ହେଲେ, ଭୂତଳ ଜଳ ଆଗ୍ନେୟଗିରି ସ୍ପର୍ଶରେ ଆସିଲେ ଏମିତି ଉଷ୍ଣ ପ୍ରସ୍ରବଣ ବା ହଟ୍ ସ୍ପ୍ରିଙ୍ଗ ସୃଷ୍ଟି ହୋଇଥାଏ।